ଆଉ ବାବା ଏବେ ଆସିଗଲ? ହଁ ଆଜି ଗାଧୁଆ ସରିଗଲା। ଆଉ ଆୟୁଷ ଏବେ ଏଠି ବସିଛୁ, ଗାଧୋଇ ସାରିଲୁ ନା? ଆଉ ତ ଏବେ ଆସିକି ଟାଇମ୍ ଆସିକି ହେଲାଣି କେତେଟା 8ଟା ଆସିକି ପାଖାପାଖି ହେଲାଣି। ଆଉ ଗ୍ରହଣ ବି ଛାଡ଼ିଗଲାଣି ନା, ତ ଛାଡ଼ିଗଲାଣି। ଆଉ ମୁଁ ଗାଧୋଇ ପଡ଼ିଛି, ଆଉ ଆୟୁଷ ବି ଗାଧୋଇ ପଡ଼ିଛି, ମମି ଏଠି ଗାଧୋଇ ପଡ଼ିଛି। ଆଉ ମୋର ଡେରି ହେଲା କାହିଁକି ନା ଧୁଆ ଧୁଇ ଘର ସବୁ ତ କଲି ଏକୁଟିଆ ତାଣ୍ଡଠୁ ବାରି ଯାଇକି ସବୁ ଧୁଆ ଧୁଇ ପୋଛା ପୋଛି କଲାବେଳକୁ ମୋ ହାତ କଣ ହେଲାଣି ଆସିକି। ହଁ ମା ତ ନାହିଁ କି ବାବା ନାହାନ୍ତି ନା ଏଇନା? ବାବା ନାହାନ୍ତି ସେପଟେ ପଖର ଚାଲିଛି ପାଣି ଆରେ ହେ ଘଣ୍ଟା ହଁ ଏକୁଟିଆ ମଣିଷକୁ ସବୁଆଡ଼ ଏବେ ଧୁଆ ଧୁଇ ଏଇନା ହେଉଥିଲା। ଠାକୁର ଘର ଯାଉଛି ପୁରା ଇଏ କରିବି। ଏପଟ ଘର ଦ୍ୱାର ସବୁ ଧୁଆ ହେଇଯାଇଛି। ଆଉ ଏପଟ ଠାକୁରଙ୍କ ଘର ପାଖରେ ବି ଧୁଆ ହେଇଯାଇଛି। ଏପଟେ ଲାଇଟ୍ ଲାଗିନି ନା। ନାଇଁ ସବୁ ଅନ୍ଧାର ହେଇଛି, ବାବା ଲଗେଇବେ ତାର, ସେ ତାର ଖୋଭାକୁ ବି ଆମ କରେଣ୍ଟ ମାରିବ ଠିକ୍ ଦେଇକି ଲଗେଇବ ନା, କରେଣ୍ଟ ମାରିବ କ'ଣ ହବ? ଆଉ ମୁଁ ସେଇ ଯୋଗୁଁ ଯାଉଛି, ସେଇ ଅନ୍ଧାର ଯାଉଛି ଇଏ କରିବି, ଲାଇଟ୍ ମାରିକି ଦେଖେଇ ଦେଇକି ଯାଉଛି। ଟର୍ଚ୍ଚ ଲାଇଟ୍ଟା ଧୂପ ଦେଇଦେଲେ ସକାଳେ ତ ଆମେ ଠାକୁର ପୂଜା କରିଥିଲେ, ଆଉ ସନ୍ଧ୍ୟାବେଳେ ଯେଉଁ ଧୂପ ଦିଆ ହୁଏ, ଧୂପ ଦିଆ ହେଇନି ନା, ଯାଉଛି ସେଇ ସନ୍ଧ୍ୟା ଧୂପ ଦେଇଦେଲେ ଦେହ ଟିକେ ପୋଛିଦେବି। ଆଉ ବାବା ଏବେ ଆସିଗଲ? ହଁ ଆଜି ଗାଧୁଆ ସରିଗଲା। ଦଶ କାମ ସାରିକି ଆସିଲଣି ନା? 10 କାମ ସରିଲା, କାହିଁକି ଗ୍ରହଣ ଛାଡ଼ି ନଥିଲା। ହଁ ସେଠି ସବୁ ସିଏ ପାଖରେ ଧୁଆ ଧୁଇ ହେଲା, ତାପରେ ଆସିକି ଗାଧିକି ଆଇଲି ଘରକୁ। ଗାଧିକି ଆସିଲ? ହଁ ଡବଲ ଗାଧୁଆ ହେଇଗଲା ମୋର। ଡବଲ ଗାଧୁଆ ପୁଣି ସେପଟେ ଗାଧିକି ଆସିଲ 10 ଆଜି ଅଜାଙ୍କ ଦୋଷ ହେଇଥିଲା। ହଁ ଦୋଷ ହେଇଥିଲା ଆଉ ଗ୍ରହଣ ତ ଆଜି ଲାଗିଥିଲା ଆଉ। ଓହୋ ତମେ ଲଣ୍ଡା ବି ହେଇଛ ନା? ହଁ ନଣ୍ଡା ହେଇ ଅଜା ଯେତେବେଳେ ବୋଲେ ଆଉ ନଣ୍ଡା ହେଇଗଲା ଆଉ। ଲଣ୍ଡା ହେଇଛନ୍ତି, ଚିହ୍ନି ହଉନି ବାବାଙ୍କୁ। ଚିହ୍ନି ପାରିଲିନି ନା ମୁହଁରେ ବସିଲେ ତୁ ଚିହ୍ନି ପାରିଲିନି ବୋଧେ। ତାହେଲେ ଆଉ କୋଉଠି ବସିଲା ଆସିଲା ଆଉ କି ତାଙ୍କର ଏଇଠି ତ ଦେଖାଯାଉଛି ପୁରା ଠିକ୍ ଅଜା। ଅଜା ଅଜାଙ୍କର ବାବୁନା ଅଜାଙ୍କ ମୁହଁଟା ସେମିତି ନୁହଁ କି, ଡିଟୋ ଅଜା, ମାନେ ଏଇଠି ତ ଦେଖାଯାଉଛି। ଚିହ୍ନି ପାରିଲିନି। ବାବା କହୁଛନ୍ତି ଚିହ୍ନି ପାରିବେନି ସେମାନେ, ନା କଥା କହୁଛନ୍ତି। ଆଜି କୁହନ୍ତି ହଠାତ୍ ପଶିଗଲେ କିଏ କିଏ ଲଣ୍ଡା ଲାଗୁଛି। ଡାକିଲିନି ପଳେଇ ଆସିଲି ତ। ହଁ ତମେ ଦିଥର ଆସିକି ପୁଣି ଗାଧେଇଲ ନା? ହଁ ତମ ଘର ଆଉ ତମେ ଡାକିବ କ'ଣ? ଆଉ ମୁଁ ଦୋଷୀଟା ଦେଇଥିଲା ଡାକିଲି ବୋଲି ବାଲ୍ଟିଆ ଦେଲେ ଗାଧେଇବା। ତ ସାଙ୍ଗମାନେ ଦେଖିପାରୁଥିବେ ଏବେ ଖାଇବା ପାଇଁ ବଢ଼ା ହେଇଯାଇଛି। ଏବେ ଗାଧେଇ ପାଧେଇ ଆସିକି ଏବେ ବସି ପଡ଼ିଲୁ ଖାଇବା ପାଇଁ। ଆଉ ଭୋକ ଯେ ହଁ ଆଉ ତରକାରୀ କି ଡାଲି ହେଇପାରିଲାନି ନା ଗରମ ଭାତ ପଖାଳ ହେଇଗଲା, ଭଜା ଆଳୁ ଭଜା ହେଇଯାଇଛି, ବଡ଼ିଚୁରା, ଏଠି ବାଇଗଣ ସେକା ହେଇଯାଇଛି, ବାଇଗଣ ଆଉ ଟମାଟୋ ପଡ଼ିକି ରସୁଣ ପଡ଼ିକି ତାକୁ ଚକଡ଼ା ହେଇଯିବ ନା? ଚକଡ଼ା ହେଇଯିବ। ତା ଚକଡ଼ା ହେଇଯିବ। ଆଉ ଏଠି ଆୟୁଷ ଏବେ ଖାଉଛି ଏବେ, ଆଉ ଏଠି ବାବା ବସିଛନ୍ତି ଖାଇବା। ମୋ ପାଇଁ ବଢ଼ା ହେଇଛି। ଅପେକ୍ଷା କରି ହେବନି ଭୋକ ନା ଭୋକ ତ ଆଜି ଦିନ ଯାକ ଖିଆ ହେଇନି ଭାତ, ସେଥିଲାଗି ଯାହା ଏଇନା ସାଙ୍ଗେ ସାଙ୍ଗେ ଭାତ ରନ୍ଧା ହେଇକି ଖିଆଉଛି ଆଉ ନା। ଆଉ ମମି ଆସିଲାଣି ଏଠି। ହଁ ମୁଁ ଖାଉଛି ବା। ଆରେ ଖାଇଯିବୁ ଗୋଟେ ଭିଡ଼ିଓ କରି, ତତେ ଭୋକ ହଉନି ବୋଧେ ରେ? ଆଉ ଭୋକ ହଉନି କେମିତି? ଦିନ ଯାକ ଖାଇନୁ ଭାତ ଆଉ। ଭୋକ ହଉନି ବୋଧେ ତତେ? ଭିଡ଼ିଓ କରୁଛୁ। ହଁ ମୁଁ ବାଡ଼ିକି ଗଲେ ସେ ବାପକୁ ଖାଇଲଣି, ସାନୁ କହୁଛୁ ସନ୍ଧ୍ୟାବେଳେ କେମିତି ହେଲା, ମାନେ ଭୋକ କଲି 12ଟା ବେଳେ ଖାଇଦେଲା ରୁଟି। ହଁ ରୁଟି ନୁହଁ, ରୁଟି ଖାଇଥିଲା ସକାଳେ ହଁ ଟିଉସନରୁ ଆସିକି, ଆଉ ଚୁଡ଼ା କଦଳୀ ନଡ଼ିଆ ଯାହା ଚକଟା ହେଇକି ଖାଇଥିଲା ସେତିକି ତ ଆଉ। ଗୋଟେ ଦିନ ନ ଖାଇଲେ କେମିତି ହଉଛନ୍ତି ସମସ୍ତେ ହେଲା। ମୋ ସାଥି 2 ବର୍ଷ ହେଲା ଖାଇବାକୁ ନାହାନ୍ତି କେହି। କେତେ ତରବରରେ ଏଠି ଭାତ ରାନ୍ଧିକି ପାଣି ପୁରେଇ ଦେଲି। ସାନୁ କହିଲା ଡାଲି ଆଉ ମମି କହନା ଲୋ, ପଖାଳିକି ଦେ ହେଲା। ପଖାଳ ହେଲା, ବାଇଗଣ ଟମାଟୋ ଭଜା ହେଲା, ଆଳୁ ଭଜା ହେଇଛି, ଆଉ ବଡ଼ିଚୁରା ଆଉ